ପ୍ରେଜ୍ ଦ ଲର୍ଡ। ଜିର୍ମିୟ ପାଖକୁ ଯଦି ଆସିଯିବା 27:10-15 ଆମେ ପଢିଥିଲୁ। ଭଣ୍ଡ ଭାବବାଦୀ ମାନଙ୍କର ଭାବବାଣୀ ଲାଗି ଏ ଭଣ୍ଡ ଭାବବାଦୀ ମାନଙ୍କୁ ପଛରେ ଥିବା ଲୋକମାନେ ସବୁ ବିନଷ୍ଟ ହେବେ। ଭଣ୍ଡ ଭାବନ୍ତି ଅଥର ପଢୁଛି 27:10 ଜିର୍ମିୟ 27:10 କାରଣ ତୁମ୍ଭମାନଙ୍କୁ ସ୍ୱଦେଶରୁ ଦୂରୀକୃତ କରିବା ପାଇଁ ଈଶ୍ୱରଙ୍କର ଛାମୁରୁ ଦୂରୀକୃତ କରିବା ପାଇଁ ଓ ଆମ୍ଭେ ତୁମ୍ଭମାନଙ୍କୁ ଯେପରି ତୋଡ଼ିଦେଲେ ତୁମ୍ଭେମାନେ ଯେପରି ନଷ୍ଟ ହେବ ଏଥିପାଇଁ ସେମାନେ ତୁମ୍ଭମାନଙ୍କ ନିକଟରେ ମିଥ୍ୟା ଭବିଷ୍ୟତ ବାକ୍ୟ ପ୍ରଚାର କରନ୍ତି। ଡ୍ୟୁ ଟୁ ଫଲ୍ସ ପ୍ରଫେସିସ୍, ଫଲ୍ସ ପ୍ରଫେଟ୍ସ, ଫଲ୍ସ visions and false ପ୍ରଚାର। କାହିଁକି ଖ୍ରୀଷ୍ଟିଆନ ମାନେ ବିନଷ୍ଟ ହେଉଛନ୍ତି? ଭଣ୍ଡ ଭାବବାଦୀ, ଭଣ୍ଡ ଶିକ୍ଷକ, ଭଣ୍ଡ ଦର୍ଶନ, ଭଣ୍ଡ ଭାବବାଣୀ, ଦୁଷ୍ଟ ଲୋକମାନଙ୍କୁ ବି ବ୍ଲେସିଂ ପ୍ରଚାର କରିବାର ଭଣ୍ଡ ଭାବବାଦୀ ମାନେ ଏପଷ୍ଟିନ୍ ଫାଇଲ୍ସ ଶୁଣିଲେ ଆପଣ ମାନେ? ଆମେରିକାର ଏପଷ୍ଟିନ୍ ଫାଇଲ୍ସ, ଓ ମାଇ ଗଡ୍, ଏଭଳି ଅସନାପୂର୍ଣ୍ଣ ଗନ୍ଧ୍ୟପୂର୍ଣ୍ଣ କାହାଣୀ ସେ ସବୁ ଭିତରେ ଅଛି। ଶୁଣିବାର ବି ନାହିଁ, କହିବାର ବି ନାହିଁ। ସେମିତି ଯାକ ଆମେରିକାର ଟିନେଜ ଛୁଆ ମାନଙ୍କୁ, ପିଲାମାନଙ୍କୁ, ଝିଅ ମାନଙ୍କୁ କିଡନାପ କରି, ପୁଅ ଝିଅ ମାନଙ୍କୁ ବି କିଡନାପ କରି ଏପଷ୍ଟିନ୍ ଆଇଲ୍ୟାଣ୍ଡରେ ରେପ୍ କରି ବଡ ବଡ ଲୋକମାନେ, ବଡ ବଡ ନେତା ମାନେ, ବଡ ବଡ ଧନୀ ମାନେ, ବଡ ବଡ ଲୋକମାନେ 30 ଲକ୍ଷ ପେଜ ଫାଇଲ୍ସ, ଭିଡିଓସ୍, ଇମେଲ୍ସ, ଅଡିଓ ରେକର୍ଡ ସବୁ ପ୍ରୁଫ ସହିତ ଅଛି ସେ ଭିତରେ, ଫଟୋ ଯାକ ସହିତ। କୋ ବଡ ଲୋକ କୋ ଝିଅ ସହିତ ଝିଅକୁ ନଷ୍ଟ କରିଛି ଘୋଡି ଘୋଡିକି ସେ ଆଇଲ୍ୟାଣ୍ଡ ଭିତରେ, ଘର ଭିତରେ ନଷ୍ଟ ବି କରିବାର, ରେପ୍ କରିବାର, ଆଉ ସେମାନଙ୍କୁ ବଳି ଦେବାର। ଏପଷ୍ଟିନ୍ ଆଇଲ୍ୟାଣ୍ଡରେ ଗୋଟେ ଟେମ୍ପଲ ଅଛି, ଶୈତାନର ଟେମ୍ପଲ, ସେମାନଙ୍କୁ ବଳି ଦେବାର, ସେମାନଙ୍କର ଅନ୍ତର ସବୁ କାଢିବାର, ପୁଣି ତାର ଭିଡିଓ, ତାର ଫାଇଲ ସବୁ ଅଛି। ଏଥିରେ ଯେତେବେଳେ ଜଣେ ବକ୍ତା ଆସି କହୁଛି God is going to bless America, ମିଛ କଥା। ଏତେ ହଜାର ହଜାର ଲକ୍ଷ ସଂଖ୍ୟାରେ ପୁଅ ଝିଅ ମାନଙ୍କୁ କିଡନାପ କରି, ନଷ୍ଟ କରି, ସେମାନଙ୍କୁ ବଳି ଦେଇ, ସେମାନଙ୍କୁ ଅନ୍ତର କାଢିକି ଖେଳିଥିବା ଏଇ ଆମେରିକା ବ୍ଲେସିଂ ପାଇବ ବୋଲି ମୁଁ ଭାବୁନି ଆଜ୍ଞା। ଆମେରିକାରେ ଯେତେ ଭଲ ଭଦ୍ର ଆତ୍ମିକ ଖ୍ରୀଷ୍ଟିଆନ ମାନେ ଥିଲେ ବି ଆମେରିକା ଇଜ ଗୋଇଂ ଟୁ ବି ପେରିଶ୍ଡ। ମହାଦଣ୍ଡ, ମହାବିଚାର ଆସିବାକୁ ଯାଉଛି ଆମେରିକା ଉପରେ। ସେମିତି ଭାବବାଦୀ ମାନେ ଖାଲି ବ୍ଲେସିଂ କହିବ ନା 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 ନା, ବିଚାର ଘୋଷଣା କରିବ। ତୁମେ ପାପକୁ ଖଣ୍ଡନ କରିବାର ଅଧିକାର ନାହିଁ କି ବକ୍ତା ମାନଙ୍କୁ? ବାଇବେଲର ଭାବବାଦୀ ମାନେ ଇସ୍ରାଏଲ କିଏ, ବିଜାତି କିଏ, ପ୍ରଭୁଙ୍କର ନିଜସ୍ୱ ଲୋକମାନଙ୍କୁ ବି ଯାଇକି ଧମକାଇଲେ ଆଜ୍ଞା। ଏ ଇସ୍ରାଏଲ, ତୁ କଣ ଭାବୁଛୁ ନିଜକୁ? ତୁମେ ପ୍ରଭୁଙ୍କର ନିୟମ ସ୍ଥିତ ଲୋକ ବୋଲି, ପ୍ରଭୁଙ୍କର ନିୟମର ଲୋକ ବୋଲି, ଆଶୀର୍ବାଦ ପ୍ରାପ୍ତ ଲୋକ ବୋଲି, ବ୍ୟବସ୍ଥା ଯୁକ୍ତ ଲୋକ ବୋଲି, ଯାହା କରିଲେ ବି, ନାଟକ କରିଲେ ବି ଚଳିବ ବୋଲଛ କି ବିନାଶ ଘଟିବ ଦେଖ। ଏବେ ବି ସୁଯୋଗ ଅଛି, ଫେରି ଆସେ। এটা ନୁହନ୍ତି କି ବାଇବେଲର ଭାବବାଦୀ ମାନେ? ତ ଆଜିର ଭାବବାଦୀ ମାନେ, ମଦୁଆ ମାନଙ୍କୁ, ବ୍ୟଭିଚାରୀ ମାନଙ୍କୁ, କାମୁକ ମାନଙ୍କୁ God is going to bless you, ଏଇ ଭାବବାଦୀ ମାନଙ୍କର ଲାଗି ବିନଷ୍ଟ। ଏମାନଙ୍କ ପଛରେ ଯାଉଥିବା, ମିଟିଂକୁ ଯାଉଥିବା ଲୋକମାନେ ବିନଷ୍ଟ। ବ୍ଲେସିଂ କହିବାଟା ଇଟ୍ ଇଜ ନଟ୍ ରଙ୍ଗ। କାହାକୁ କହୁଛ ଦେଖ ତ? ସେଇ ଜିର୍ମିୟ 23ରେ
23:16 ପଢୁଛି ଦେଖନ୍ତୁ। ଯେରେମିୟ 23:16-17 ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଯେଉଁ ଭବିଷ୍ୟତ ବକ୍ତା ମାନେ ତୁମ୍ଭମାନଙ୍କ ନିକଟରେ ଭବିଷ୍ୟତ ବାକ୍ୟ ପ୍ରଚାର କରନ୍ତି, ସେମାନଙ୍କର ବାକ୍ୟ ତୁମ୍ଭମାନେ ଶୁଣ ନାହିଁ। ସେମାନେ ତୁମ୍ଭମାନଙ୍କୁ ଅସାରତା ଶିଖାନ୍ତି। ସେମାନେ ଆପଣା ହୃଦୟର ଦର୍ଶନ କଥା କହନ୍ତି, ଆଉ ସେମାନେ ସଦାପ୍ରଭୁଙ୍କ ମୁଖର କଥା କହନ୍ତି ନାହିଁ। 17 ପଦ। ଓକେ, 17 ପଦ। ସେମାନେ ଆମ୍ଭର ଅବଜ୍ଞାକାରୀ ମାନଙ୍କୁ ଅନୁକ୍ଷଣେ କହନ୍ତି, ସଦାପ୍ରଭୁ କହୁଅଛନ୍ତି ତୁମ୍ଭମାନଙ୍କର ଶାନ୍ତି ହେବ। କାହାକୁ କହନ୍ତି ପୁଣି? ସଦାପ୍ରଭୁଙ୍କର ଅବଜ୍ଞାକାରୀ ମାନଙ୍କୁ କହୁଛନ୍ତି ପୁଣି କି ସଦାପ୍ରଭୁ ଏଇ କଥା କହୁଛନ୍ତି ତୁମ୍ଭମାନଙ୍କ ପ୍ରତି ଶାନ୍ତି ଘଟିବ। କାହାକୁ? ସଦାପ୍ରଭୁଙ୍କର ଅବଜ୍ଞାକାରୀ ମାନଙ୍କୁ ବି ତୁମେ ଶାନ୍ତି ଘୋଷଣା କଲେ ସେମାନେ ପରିବର୍ତ୍ତନ କେବେ ହେବେ କୁହନ୍ତୁ ତ? ହଁ, ପୁଣି ଯେଉଁମାନେ ଆପଣା ଆପଣା ହୃଦୟର ଅବାଧ୍ୟତା ଅନୁସାରେ ଆଚରଣ କରନ୍ତି, ସେହି ପ୍ରତ୍ୟେକ ଲୋକଙ୍କୁ ସେମାନେ କହନ୍ତି ତୁମ୍ଭମାନଙ୍କ ପ୍ରତି କୌଣସି ଅମଙ୍ଗଳ ଘଟିବନି। ବୁଝିଲେ कि किसको क्या भविष्यवाणी दिया जा रहा है? यहाँ पर दुष्ट लोक ମାନଙ୍କୁ ମଙ୍ଗଳ ଭାବବାଣୀ ଦିଆ ହଉଛି, କାମୁକ ଲୋକମାନଙ୍କୁ ଆଶୀର୍ବାଦର ଭାବବାଣୀ ଦିଆ ହଉଛି। ଏମାନେ ଅଟନ୍ତି ଭଣ୍ଡ ଭାବବାଦୀ। ପ୍ରଭୁ କହୁଛନ୍ତି ନା, ଏମାନେ ମୁଁ ପଠାଇଥିବା ସେବକ ନୁହନ୍ତି। ମୁଁ ଯଦି ପଠାଇଥାନ୍ତି ତ ଲୋକମାନଙ୍କୁ ଫେରିବାକୁ ଏମାନେ ଶିକ୍ଷା ଦେଇଥାନ୍ତେ। ପଢ ସେଇ 21 ପଦ ପଢୁଛି, 21-22 ପଦ। ଆମ୍ଭେ ଏହି ଭବିଷ୍ୟତ ବକ୍ତା ମାନଙ୍କୁ ପଠାଇଲୁ ନାହିଁ, ତଥାପି ସେମାନେ ଦୌଡ଼ିଲେ। ଆମ୍ଭେ ସେମାନଙ୍କୁ କଥା କହିଲୁ ନାହିଁ, ତଥାପି ସେମାନେ ଭବିଷ୍ୟତ ବାକ୍ୟ ପ୍ରଚାର କଲେ। ମାତ୍ର ଯେବେ ସେମାନେ ଆମ୍ଭ ସଭାରେ ଠିଆ ହୋଇଥାନ୍ତେ, ତେବେ ଆମ୍ଭ ଲୋକମାନଙ୍କୁ ଆମ୍ଭର ବାକ୍ୟ ଶୁଣାଇଥାନ୍ତେ ଓ ସେମାନଙ୍କ କୁପଥରୁ ସେମାନଙ୍କ କୁକ୍ରିୟାରୁ ସେମାନଙ୍କୁ ଫେରାଇଥାନ୍ତେ। ଯଦି ସେମାନେ ମୋର ସେବକ ହେଇଥାନ୍ତେ, ମୋର ଭାବବାଦୀ ହେଇଥାନ୍ତେ, ମୋର ସଭାର ମୋର ଟିମର ଭାବବାଦୀ ଯଦି ହେଇଥାନ୍ତେ, ତ ଲୋକମାନଙ୍କୁ କୁକ୍ରିୟା ତ୍ୟାଗ କରି ଫେରିବାକୁ କହିଥାନ୍ତେ। ଏମାନଙ୍କୁ ମୁଁ ପଠାଇନି, ତେଣୁକରି ସେମାନେ ଯାଇକି ସବୁ ଦୁଷ୍କର୍ମୀ ମାନଙ୍କୁ ଆଶୀର୍ବାଦ, ମଙ୍ଗଳ, ଶାନ୍ତି ପ୍ରଚାର କରିକି ଆସୁଛନ୍ତି। ଏମାନେ ତ କାହିଁକି ବିନଷ୍ଟ? ଏଇ ଭଣ୍ଡ ଭାବବାଦୀ ମାନଙ୍କର ଲାଗି, এই ଭଣ୍ଡ ଭାବବାଦୀ ମାନଙ୍କୁ ଫଲୋ କରୁଥିବା ଖ୍ରୀଷ୍ଟିଆନ ମାନେ ବିନଷ୍ଟ ହେବେ। They will perish.